ମାତା ଲକ୍ଷ୍ମୀ ଜଗନ୍ନାଥଙ୍କ ରଥକୁ କାହିଁକି ଭାଙ୍ଗନ୍ତି ଜାଣନ୍ତି କି ଫ୍ରେଣ୍ଡସ୍? ଚାଲନ୍ତୁ ଏଇ ଭିଡ଼ିଓରେ ଜାଣିବା ସେହି ରୋଚକ କଥା। ମାତା ଲକ୍ଷ୍ମୀ ଯେତେବେଳେ ଦ୍ୱାର ପାଖରେ ପହଞ୍ଚିଲେ, ଶ୍ରୀ ଜଗନ୍ନାଥଙ୍କ ସେବକ ଜୋର ସେ ଦ୍ୱାର ବନ୍ଦ କରିଦେଲେ। ଏହାଦ୍ୱାରା ଦେବୀ ଲକ୍ଷ୍ମୀଙ୍କୁ ବହୁତ କ୍ରୋଧ ଆସିଲା। ମା ଲକ୍ଷ୍ମୀ ଏହି ଅପମାନର ପ୍ରତିଶୋଧ ନେବା ପାଇଁ ଶ୍ରୀ ଜଗନ୍ନାଥଙ୍କ ରଥକୁ ଭାଙ୍ଗିଦେଲେ। ପୁଣି ତାହା ହିଁ ହେଲା ଯାହା ସର୍ବଦା ହୋଇ ଆସିଛି। ଚାଲନ୍ତୁ ଜାଣିବା ସେ ବିଷୟରେ। 15 ଦିନର ବିମାରୀରୁ ସୁସ୍ଥ ହେବା ପରେ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ସହିତ ନଗର ଭ୍ରମଣ କରିବା ପାଇଁ ନିର୍ଣ୍ଣୟ କଲେ। ମାତା ଲକ୍ଷ୍ମୀଙ୍କ ପାଖକୁ ଯାଇ ଆଜ୍ଞା ବି ଆଣିଲେ। କହିଲେ ଆମେ 2 ଦିନରେ ଫେରି ଆସିବୁ। ଗୁଣ୍ଡିଚା ମାଙ୍କ ମନ୍ଦିରରେ ପହଞ୍ଚିଗଲେ। ଏହା ଭିତରେ 2 ଦିନ ତ ପୁରା ହୋଇଗଲା, କିନ୍ତୁ ଜଗନ୍ନାଥ ଫେରିବା ଖବର ତ ମିଳୁନାହିଁ। ଲକ୍ଷ୍ମୀ ଦେବୀ ବାର ବାର ଦ୍ୱାର ପାଖକୁ ଯାଇ ପ୍ରତୀକ୍ଷା କରୁଛନ୍ତି। ଦ୍ୱାର ପାଖରେ ଜଗନ୍ନାଥ ଦେଖାଯାଉନାହାନ୍ତି। ନା ତାଙ୍କର ସେବକ। 3 ଦିନ ଗଲା, 4 ଦିନ ବି ପୁରା ହୋଇଗଲା। ଲକ୍ଷ୍ମୀ ଦେବୀଙ୍କ ଧୈର୍ଯ୍ୟର ବନ୍ଧ ଭାଙ୍ଗିବାକୁ ଲାଗିଲା। ନା ଜଗନ୍ନାଥ ଆସୁଛନ୍ତି, ନା ତାଙ୍କର ଆସିବାର କିଛି ସୂଚନା ମିଳୁଛି। ମାତା ଲକ୍ଷ୍ମୀ ବାର ବାର ସେବକଙ୍କୁ ପଚାରୁଛନ୍ତି କି ସ୍ୱାମୀ କ'ଣ ଶ୍ରୀମନ୍ଦିରକୁ ଫେରି ଆସିଲେଣି? ତାଙ୍କର ସେବକ କେହି କିଛି ସମାଚାର ନେଇ ଆସିଲା କି? ପ୍ରତ୍ୟେକ ଥର ଲକ୍ଷ୍ମୀଙ୍କୁ ନିରାଶ ହେବାକୁ ପଡ଼ୁଛି। ଉଦାସ ମନରେ ମାତା ଝରକା ପାଖରେ ବାର ବାର ବାହାରକୁ ଦେଖୁଥାନ୍ତି। ଆଜି 5 ଦିନ ହୋଇଗଲା, କିନ୍ତୁ ଜଗନ୍ନାଥ ଆସିଲେ ନାହିଁ। ମାତା ଲକ୍ଷ୍ମୀଙ୍କର ଉଦାସୀର ସ୍ଥାନରେ କ୍ରୋଧ ଆସିଗଲା। ମନରେ ମନରେ କହିଲେ, ବାସ୍ ଏବେ ବହୁତ ହୋଇଗଲା। 2 ଦିନ କଥା ଦେଇ ଯାଇଥିଲେ, କିନ୍ତୁ 5 ଦିନ ହେଲାଣି। ତାଙ୍କର କ'ଣ କିଛି ଦାୟିତ୍ୱ ନାହିଁ? ତାଙ୍କ ବଚନର କ'ଣ କିଛି ମୂଲ୍ୟ ନାହିଁ? ମୋର କ'ଣ କିଛି ମହତ୍ତ୍ୱ ନାହିଁ ତାଙ୍କ ଜୀବନରେ? ଆଜି କହୁଛି, ମୁଁ ବଚନ ଦେଇ ରଖି ନ ପାରିଲେ ତାର କ'ଣ ପରିଣାମ ହୁଏ? ଏହା ଭାବି ସେ ତାଙ୍କର ସେବକଙ୍କୁ ଡାକିଲେ ଓ ଆଦେଶ ଦେଇ କହିଲେ, ସେବକ ଏହି କ୍ଷଣି ମୋ ପାଲିଙ୍କିକୁ ପ୍ରସ୍ତୁତ କର। ମୁଁ ଏହି ମୁହୂର୍ତ୍ତରେ ଗୁଣ୍ଡିଚା ମନ୍ଦିରକୁ ପ୍ରସ୍ଥାନ କରିବି। ସେବକମାନେ ନିର୍ଦ୍ଦେଶ ପାଇବା କ୍ଷଣି ସବୁ ପ୍ରସ୍ତୁତି ଆରମ୍ଭ କରିଦେଲେ। ଲକ୍ଷ୍ମୀଙ୍କ ପାଇଁ ପାଲିଙ୍କି ଆଣି ତାକୁ ସଜାଗଲା। ମାତା ଲକ୍ଷ୍ମୀ ସମସ୍ତ ଐଶ୍ୱର୍ଯ୍ୟ ସହିତ ଥାଟ ବାଟରେ ପଲିଙ୍କିରେ ବସି ଗୁଣ୍ଡିଚା ମନ୍ଦିରକୁ ଯିବା ପାଇଁ ବାହାରିଗଲେ। ତାଙ୍କର ଭକ୍ତମାନେ ମୃଦଙ୍ଗ, ଶଙ୍ଖ, ଘଣ୍ଟା ଆଦି ବଜାଇ ମାତାଙ୍କ ସହିତ ଯାଉଥିଲେ। ଯେମିତି ମାତା ଗୁଣ୍ଡିଚା ମନ୍ଦିର ନିକଟ ହୋଇଗଲେ, ଜଗନ୍ନାଥଙ୍କୁ ମାତା ଲକ୍ଷ୍ମୀଙ୍କ ଆଗମନର ସମାଚାର ମିଳିଗଲା। ଜଗନ୍ନାଥଙ୍କ ଏକ ସେବକ ଯାଇ କହିଲା କି, ହେ ସ୍ୱାମୀ, ମାତା ଲକ୍ଷ୍ମୀ ଆସିଛନ୍ତି। ସେ ବହୁତ କ୍ରୋଧିତ ଦେଖାଯାଉଛନ୍ତି। ଏହା ଶୁଣି ଜଗନ୍ନାଥଙ୍କର ମନେ ପଡ଼ିଲା କି ସେ ଲକ୍ଷ୍ମୀଙ୍କୁ ବଚନ ଦେଇଥିଲେ। ସେ ବହୁତ ଦୁଃଖିତ ହେଲେ। ବର୍ତ୍ତମାନ କ'ଣ କରିବେ? ଭୁଲ ତ ହୋଇଯାଇଛି। ଏବେ ନିଜର ପତ୍ନୀଙ୍କୁ ମନାଇବା ବ୍ୟତୀତ ଆଉ କିଛି ଉପାୟ ନାହିଁ। ଏବେ ତାଙ୍କ ଆଗକୁ ମୁଁ ଯିବି କେମିତି? ଏବେ ଲକ୍ଷ୍ମୀ ଦେବୀ ପୁଣି କ୍ରୋଧିତ ଅଛନ୍ତି। ପୁଣି ଅଭିଶାପ ଯଦି ଦେଇଦେବେ ତ? ନା ବାବା ନା, ଏହି ସମୟରେ ତାଙ୍କ ଆଗକୁ ଯିବା ଠିକ୍ ହେବନି। ଯେତେବେଳେ ଲକ୍ଷ୍ମୀଙ୍କ କ୍ରୋଧ ଶାନ୍ତ ହୋଇଯିବ, ତେବେ ଦେଖିବା। ଏପଟେ ଲକ୍ଷ୍ମୀଙ୍କ ପାଲିଙ୍କି ଯେମିତି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା, ଜଗନ୍ନାଥଙ୍କ ସେବକଗଣ ରୁଣ୍ଡ ହୋଇଗଲେ। ଆରେ ମାତା ଲକ୍ଷ୍ମୀ ତ ବହୁତ କ୍ରୋଧିତ। ମାତାଙ୍କୁ ଦେଖି ଜଗନ୍ନାଥଙ୍କ ସେବକମାନେ ଜୋର ସେ ଦ୍ୱାର ବନ୍ଦ କରିଦେଲେ। ଏସବୁ ଦେଖି ମାତା ଲକ୍ଷ୍ମୀଙ୍କୁ ବହୁତ କ୍ରୋଧ ଆସିଲା। ଲକ୍ଷ୍ମୀ ମନରେ କହିଲେ, ସ୍ୱାମୀ, ଆପଣ ଏଠି ବଡ଼ ଭାଇ ଓ ଭଉଣୀ ସହିତ ବଡ଼ ଖୁସିରେ ରହିଛ। ମୋତେ କଥା ଦେଇଥିଲ 2 ଦିନରେ ଶ୍ରୀମନ୍ଦିର ଫେରିବ, କିନ୍ତୁ ଆସି 5 ଦିନ ହୋଇଗଲା। ଆପଣଙ୍କ ମନରେ ମୋ କଥା ଟିକିଏ ଆସୁନାହିଁ କି ଲକ୍ଷ୍ମୀ ଏହି ଶ୍ରୀମନ୍ଦିରରେ ପ୍ରତୀକ୍ଷା କରି ରହିଛି? ଠିକ୍ ଅଛି, ଯେମିତି ଆପଣଙ୍କର ଇଚ୍ଛା। ଏବେ ଏଇଠି ରୁହ। ପ୍ରତିଶୋଧ ନେବା ପାଇଁ ମାତା ଲକ୍ଷ୍ମୀ ତାଙ୍କର ସେବକଙ୍କୁ ବହୁତ ଭୟଙ୍କର ଆଦେଶ ଦେଲେ। ଦେଖ, ଏହି ରହିଲା ମୋ ସ୍ୱାମୀଙ୍କ ରଥ ନନ୍ଦିଘୋଷ, ଏହାକୁ ଭାଙ୍ଗି ଦିଅ। ଲକ୍ଷ୍ମୀଙ୍କ ସେବକମାନେ ମାତାଙ୍କ ଆଦେଶ ପାଇ ଜଗନ୍ନାଥଙ୍କ ରଥକୁ ଭାଙ୍ଗିଦେଲେ। ଲକ୍ଷ୍ମୀଙ୍କ ସେବକ ଓ ଜଗନ୍ନାଥଙ୍କ ସେବକଙ୍କ ଭିତରେ ମାରପିଟ ବି ହୋଇଗଲା। ତାପରେ ଲକ୍ଷ୍ମୀ ଦେବୀ ଚୁପଚାପ ଶ୍ରୀମନ୍ଦିରକୁ ଫେରି ଆସିଲେ। ଏଥର ମୁଖ୍ୟ ରାସ୍ତାରେ ଆସିଲେ ନାହିଁ, ସେ ହେରା ଗୌରୀ ଗଳିରେ ଆସିଲେ। ପଞ୍ଚମ ଦିନ ମାତା ଲକ୍ଷ୍ମୀ ଜଗନ୍ନାଥଙ୍କୁ ଦେଖିବାକୁ ଆସନ୍ତି। ସେହି ଦିନକୁ ହେରା ପଞ୍ଚମୀ ମଧ୍ୟ କୁହାଯାଏ। ସପ୍ତମ ଦିନ ଗୁଣ୍ଡିଚା ମନ୍ଦିରରେ
ସନ୍ଧ୍ୟା ଦର୍ଶନ ହେଲା। ସବୁ ଭକ୍ତଗଣ ଉତ୍ସାହପୂର୍ବକ ଦେବ ଦର୍ଶନ କଲେ। ଅଷ୍ଟମ ଦିନ 3 ରଥକୁ ଦକ୍ଷିଣ ମୋଡ଼ କରିଦିଆଗଲା। ନବମ ଦିନ ଶ୍ରୀମନ୍ଦିରକୁ ଫେରିବା ପାଇଁ ରଥକୁ ପ୍ରସ୍ତୁତ କରାଗଲା। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଶ୍ରୀମନ୍ଦିରକୁ ଫେରିଯିବା ପାଇଁ ଗୁଣ୍ଡିଚା ମାଙ୍କ ପାଖକୁ ଆଜ୍ଞା ନେଲେ ଓ ପ୍ରଣାମ କଲେ। ନିଜ ନିଜ ରଥରେ ଚଢ଼ି ଶ୍ରୀମନ୍ଦିରକୁ ଯାତ୍ରା କଲେ 3 ଠାକୁର। ଏହାକୁ ବାହୁଡ଼ା ଯାତ୍ରା କୁହାଯାଏ। ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ସିଧା ସିଂହଦ୍ୱାର ପର୍ଯ୍ୟନ୍ତ ଯାଏ, କିନ୍ତୁ ଜଗନ୍ନାଥଙ୍କ ରଥ ଗଜପତିଙ୍କ ଉଆସ ପାଖରେ କିଛି କ୍ଷଣ ଅଟକନ୍ତି, ତାପରେ ସିଂହଦ୍ୱାର ପାଖକୁ ଯାଆନ୍ତି। ଏହି ସମୟରେ ଲକ୍ଷ୍ମୀଙ୍କ ସେବକ ଜଗନ୍ନାଥଙ୍କ ବିଷୟରେ ସୂଚନା ଦିଅନ୍ତି। ମାତା ଲକ୍ଷ୍ମୀ ମନରେ ବହୁତ ପ୍ରସନ୍ନ ହୁଅନ୍ତି। ଯାହା ବି ହେଲେ ତାଙ୍କର ସ୍ୱାମୀ ଯେ ଆସୁଛନ୍ତି। ମାତା ଲକ୍ଷ୍ମୀ ପ୍ରଥମେ ଯାନି ମଣ୍ଡପକୁ ଆସନ୍ତି, ପୁଣି ରୋଷେଇ ଘର ହୋଇ ଭେଟ ମଣ୍ଡପରେ ପ୍ରବେଶ କରନ୍ତି। ପୁଣି ପୁରା 10 ଦିନ ପରେ ଜଗନ୍ନାଥଙ୍କ ସହିତ ଲକ୍ଷ୍ମୀଙ୍କର ଭେଟ ହୁଏ। ଏହାକୁ ଲକ୍ଷ୍ମୀନାରାୟଣ ଭେଟ କହନ୍ତି। ସେତେବେଳେ ଜଗନ୍ନାଥଙ୍କ ବିଶେଷ ହାର ଲକ୍ଷ୍ମୀଙ୍କୁ ପ୍ରଦାନ କରାଯାଏ। ମାତା ଜଗନ୍ନାଥଙ୍କ ରଥ ନନ୍ଦିଘୋଷକୁ ପ୍ରଦକ୍ଷିଣା କରନ୍ତି। ଶ୍ରୀମନ୍ଦିରକୁ ଠାକୁରଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ମାତା ମନ୍ଦିରକୁ ଯାଇ ପ୍ରତୀକ୍ଷା କରନ୍ତି। କିଛି ସମୟ ପରେ ଜଗନ୍ନାଥଙ୍କ ରଥ ସିଂହଦ୍ୱାରକୁ ଆସିଗଲା। 3 ଭାଇ ଭଉଣୀ ମନ୍ଦିରକୁ ଏବେ ପ୍ରବେଶ କରିବାର ଅଛି। ଆପଣଙ୍କୁ କ'ଣ ଲାଗୁଛି? ମାତା ଲକ୍ଷ୍ମୀ ଏତେ ସହଜରେ ନିଜ ସ୍ୱାମୀଙ୍କୁ କ୍ଷମା କରିଦେବେ? ବିଲକୁଲ ନୁହେଁ। ବଳଭଦ୍ର ଓ ସୁଭଦ୍ରାଙ୍କୁ ସିଧା ମନ୍ଦିରକୁ ପ୍ରବେଶ ମିଳିଯାଏ। ଆମର ପ୍ରିୟ ଜଗନ୍ନାଥ କିନ୍ତୁ ଫସିଯାଆନ୍ତି। ମନ୍ଦିରକୁ ପ୍ରବେଶ କରିବାକୁ ତାଙ୍କୁ ମନା କରାଯାଏ। ଶ୍ରୀ ଜଗନ୍ନାଥ ହାତ ଯୋଡ଼ି ଲକ୍ଷ୍ମୀ ମାତାଙ୍କୁ କ୍ଷମା ମାଗନ୍ତି ଓ ତାଙ୍କର ସେବକମାନେ ମଧ୍ୟ କ୍ଷମା ମାଗନ୍ତି। ଲକ୍ଷ୍ମୀ ଦେବୀ କିନ୍ତୁ ମାନନ୍ତି ନାହିଁ। ପୁଣି ଲକ୍ଷ୍ମୀ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରୀ ଜଗନ୍ନାଥ ବଡ଼ ବଡ଼ ରସଗୋଲା ଓ ଫୁଲମାଳ ନେଇ ତାଙ୍କ ପାଖକୁ ଯାଆନ୍ତି ଓ କ୍ଷମା ମାଗନ୍ତି। ତେବେ ଯାଇ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଯାହା ବି ହେଉ ପତି ପତ୍ନୀ ନା। ମାତାଙ୍କ ଅଭିମାନ ଓ କ୍ରୋଧ ଶାନ୍ତ ହୋଇଯିବା ପରେ ଶ୍ରୀମନ୍ଦିର ଦ୍ୱାର ଖୋଲି ଦିଆଯାଏ। ଏହା ଥିଲା ସମ୍ପୂର୍ଣ୍ଣ ରଥଯାତ୍ରାର କଥା। ଆପଣମାନଙ୍କୁ এই ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ଲେଖି ନିଶ୍ଚୟ ଜଣାଇବେ। ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ପୁଣି ଗୋଟିଏ ନୂଆ ଭିଡ଼ିଓ ନେଇ ଜଲ୍ଦି ଆସିବି। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।